ମୋ ନାଁ ରାଜ୍ୟଲୋଚନ ବଳ, ଘର କଲ୍ଲପାଟନା ଘର। ଘଟଣା ଆଜି କ'ଣ ଆମର ଏ ଜାଗା ବାଡ଼ି ନେଇକରି ମାଟି ପକାଇଥିଲି, ମୋ ସାଙ୍ଗରେ ଗଣ୍ଡଗୋଳ କରି ମୁଁ ଥାନାରେ ଅଭିଯୋଗ କରିଥିଲି। ଅଭିଯୋଗ ପରେ ତହସିଲଦାର ଅମିନ ବଟେଇକିରି ତା ମାପଚୁପ ହେଲା, ମାପଚୁପକୁ ମାନିଲେ ନାହିଁ। ମୋ ନାଁରେ କେସ୍ କରି ମୋତେ ଜୋର ଜବରଦସ୍ତ ସେ ଜାଗା ଉପରେ ଚଢ଼ଉ କରି ଆଉ ଥାନାବାଲା ବି ବହୁତ ଅଭିଯୋଗ କଲା ପରେ 23 ମସିହାରେ ମୁଁ ଦେଇଥିଲି ନୋଟିସ୍ ଦେଇଥିଲି ଥାନାରେ। ଥାନା ବାବୁ ଆସିକିରି ମୋ ଉପରେ କିଛି ନ ଚଢ଼ଉ କରି ତାଙ୍କ ଉପରେ ଭଲ ଇଏ କରିକିରି ମୋ ଉପରେ ଚଢ଼ଉ କରି ଆଉ କିଛି ମୋ ଇଏ କଥା ବୁଝିଲେ ନାହିଁ। ବାରମ୍ବାର ମୋ ଜାଗା ଉପରେ ଚଢ଼ଉ କରିକିରି ଜୋର ଜବରଦସ୍ତ ଗୁଣ୍ଡାରାଜ ଚଲେଇଚିନି, ମାରିବେ, ଧରିବେ, ହାଣିଦେବେ, ମର୍ଡ଼ର କରିବେ, ସବୁ ପ୍ରକାର ସେ ଅତ୍ୟାଚାର ମୋ ଉପରେ କରି ବସିଥିନି। ଆମ ସ୍ୱାମୀ ଗଛ କାଟୁଚିନି, ଗାଡ଼ି ଥୋଇଚିନି, ଆଜ୍ଞା ଗଛ କାଟୁଚିନି, ଗାଡ଼ି ଥୋଇଚିନି, ନିଆଁ ଜାଳୁଚିନି, ଜବରଦସ୍ତ ଟେଣ୍ଟ କରିବା ପାଇଁ ମାପ କରିଚିନି। ତାଙ୍କୁ କହିଲା ପରେ ବି ସେ ତଥାପି ବି ଜୁଲମ କରୁଛନ୍ତି। ଥାନାବାଲା ଆସିଥିଲେ, ଥାନାବାଲା କହିଲେ ଯେ କାଟନ୍ତୁ, ଗଛ ଟ୍ରେନ୍ କରନ୍ତୁ, ସବୁ କିଛି କରନ୍ତୁ। ତାଙ୍କୁ ଆମ ଆଗରେ ତାଙ୍କ କୁହାଗଲା। କୁଦାନଗରୀ ଥାନା ସାରେ, କୁଦାନଗରୀ ଥାନାରେ ଦିଆହେଇଥିଲା ଏଫଆଇଆର 2023ରେ। ଆଜ୍ଞା ଆମେ ତ ଦେଇଥିଲୁ, ଆମେ ତ ଗରିବ ଲୋକ, ଆମେ ତ ଦେଇ ଆସିଲୁ, କହିଲେ ହଁ କରିବୁ ବୋଲିକି। ଆଉ ଆମେ ଆଉ କ'ଣ ଜାଣିଛୁ ସାର୍? ଆଜ୍ଞା ରଖିଛୁ। ମନୋରଞ୍ଜନ ସ୍ୱାଇଁ, ଆଉ ରଘୁନାଥ ସ୍ୱାଇଁ, ଆଉ ଜଗନ୍ନାଥ ସ୍ୱାଇଁ, ଆଉ ପ୍ରସନ୍ନ ସ୍ୱାଇଁ, ଆଉ କୈଳାସ ସ୍ୱାଇଁ, ଉତ୍ତମ ସ୍ୱାଇଁ, ଏମାନେ ସବୁ ଦୁଇ ପରିବାର ଲାଗିକିରି ସାର୍ ପରିବାର ବହୁତ ହେଲେଣି। ଆମ ଉପରେ ଚଢ଼ଉ କରୁଛନ୍ତି ସାର୍। ଆଉ ଏସା କରିବୁ, ତେସା କରିବୁ, ହାଣିଦେବୁ, ମାରିଦେବୁ, ସବୁ ପ୍ରକାର ଆଇନ କରୁଛନ୍ତି। ଥାନାକୁ ଯା, ଯେଉଁଠି ଯା, ଥାନାବାଲା ଗଲେ ଯାଇକି କ'ଣ କରି ପକେଇବୁ, ଯେଉଁଠି ଯାଉଛୁ ଯା, ଏ ଧମକ ବି ଆମକୁ ଦେଉଛନ୍ତି ସାର୍। ଘରେ ବସିକିରି ମାରଧର କରି, ଘରେ ବସିକି ଟଣା ଉଟାରେ ଲୁଗାପଟା କରି ସବୁ ଏ ପ୍ରକାର କରିଛନ୍ତି ସାର୍। ବାଡ଼େଇଥିଲେ ବି ସାର୍। ବହୁତ ଜଣ ପରିବାର ହେଲେ ଯେ ଭୂ ଶୁକୁନି ଆସିଲେ କାଣ୍ଡ କଲେ। ଆଉ ଆମେ ଆଉ କ'ଣ କରିବୁ ସାର୍? ଆଉ ଆମେ ତ 2 ଜଣ ସ୍ୱାମୀ ସ୍ତ୍ରୀ, 2 ଜଣ ଆମେ। ଆଉ ଆମର କିଏ ସାହା ଭରସା ଅଛି କି? ଏବେ ଅଭିଯୋଗ ସାର୍ ଥାନାରେ କରିଛୁ, ଆଉ ଏସ୍ପି ଅଫିସରେ କରିଛୁ, ଆଉ DG ଅଫିସରେ କରିଛୁ, ଆଉ ଆମର ଯେଉଁ କଲେକ୍ଟର ଅଫିସ ପାଖରେ ଯେଉଁ ଅଫିସଟା ସିଟିଂ ବି କରିଛୁ ସାର୍। ସବୁ ଜାଗାରେ ଅଭିଯୋଗ ଆଜ୍ଞା କରିଛୁ। ଆମକୁ ନ୍ୟାୟ ଦିଆଯାଉ ବୋଲି ସାର୍, ସୁରକ୍ଷା ଦିଆଯାଉ। ଆମକୁ କେତେବେଳେ କ'ଣ କରିଦେବେ ସାର୍? ଆମେ ତ ଆଉ କିଏ ଅଛି? ଆମର ସେତିକିଟା ଦରକାର, ନ୍ୟାୟ ଚାହିଁବୁ ଆମେ। ପୁଲିସ ବାଲାଙ୍କ ପାଖରୁ ନ୍ୟାୟ ଜାଣିଛୁ, ଆପଣ ମିଡ଼ିଆ ଭାଇମାନଙ୍କୁ ହାତ ଯୋଡ଼ୁଛୁ, ନ୍ୟାୟ ଚାହୁଁଛୁ। ଆଜ୍ଞା ମୋ ନାଁ ରଜନୀବାଳା ଜେନା, କରିଲପାଟଣା। ଆଜ୍ଞା ମୋ ଘରର ପଛପଟରେ ମୋର 260 ପ୍ଲଟ୍ ଅଛି। ତା ପାଖ ପଡ଼ୋଶୀ ଘର ମନୋରଞ୍ଜନ ସ୍ୱାଇଁ, ତା ପରିବାରର ଘର ସେଇଟା। ରଘୁନାଥ ସ୍ୱାଇଁ, ଜଗନ୍ନାଥ ସ୍ୱାଇଁ, ତାଙ୍କ ଘର ବି ସେଇ ପଡ଼ୋଶୀ ଘର। ମୋର ସେ ଜାଗା ଉପରେ ମୁଁ ଯେକୌଣସି କାମ କଲେ ମୋତେ ଦଖଲ ଛାଡ଼ୁନାହାନ୍ତି। ସେ ଜାଗା ଉପରେ ଗୁଣ୍ଡାଗିରି କରୁଛନ୍ତି, ମାଡ଼ଗୋଳ କରିକିରି ମୋତେ ଜୋର ଜବରଦସ୍ତ ମାରି ଧମକେଇ, ମୋ ଲୁଗାପଟା ଚିରି, ମୋତେ ବମ୍ ପକେଇ ମୋ ଘରକୁ ଜାଳିଦେବେ, ମୋତେ ଜୀବନରେ ମର୍ଡ଼ର କରିଦେବେ, ବାପ ମା ପୁଅକୁ ଜୀବନରେ ମାରିଦେବେ ବୋଲି ମନୋରଞ୍ଜନ ସ୍ୱାଇଁ, ରଘୁନାଥ ସ୍ୱାଇଁ, ଜଗନ୍ନାଥ ସ୍ୱାଇଁ ଏବଂ ମନୋରଞ୍ଜନର ପରିବାର ସମସ୍ତେ ଧମକଉଛନ୍ତି ସବୁବେଳେ। ତାପରେ ମୁଁ ଥାନାରେ ଯାଇ କୁଦାନଗରୀ ଥାନାରେ ଏଫଆଇଆର ଦେଲି। କୁଦାନଗରରେ ଗ୍ରହାଚାର୍ଯ୍ୟ ସାର୍ ଆସିଲା ତାଙ୍କ ଉପସ୍ଥିତିରେ ମୋତେ ମର୍ଡ଼ର କରିଦେବାକୁ ମନୋରଞ୍ଜନ ସ୍ୱାଇଁ ଆଉ ଫିନିଶ୍ କରିଦେବି, ବର୍ବାଦ କରିଦେବି, ଯାଇ ଥାନାକୁ ଯିବି ବୋଲିକି ସାର୍ଙ୍କ ଆଗରେ କହିଲେ। ମୋର ଆଉ ଜୀବନରେ ମୁଁ ସାର୍ଙ୍କ ପାଖକୁ ଆସିଥିଲି, ସାର୍ଙ୍କ ପାଖରେ ବି ମୋର ଆଉ ବିପଦରୁ ମୁକ୍ତ ନାହିଁ। ତାପରେ ମୋତେ ଥାନାରେ ଯାଇକିରି ଗାଳିଗୁଲଜ ବି କଲେ। ଥାନା ପାଖରେ ବି ଯାଇକିରି ମୁଁ ଥାନାକୁ ଯାଇଥିଲି। ତାପରେ ଥାନା ସାର୍ କହିଲେ ଯେ ମାପଚୁପ ହେବ, ବାଉଣ୍ଡରୀ ଉଠେଇବ। ଉଭୟ ପକ୍ଷ ମନୋରଞ୍ଜନ ସ୍ୱାଇଁ, ମୁଁ, ମୋ ସ୍ୱାମୀ ଦସ୍ତଖତ କଲୁ। ଗଭର୍ଣ୍ଣମେଣ୍ଟ ଅମିନ ଆସିଲେ, ଥାନା ପୋଲିସ ଆସିଲେ, 5 ଜଣ ସରପଞ୍ଚ ଆସିଛନ୍ତି, ଭଦ୍ରଲୋକି 45 ଜଣ ଆସିଛନ୍ତି। ସମସ୍ତଙ୍କ ଉପସ୍ଥିତିରେ ଗଭର୍ଣ୍ଣମେଣ୍ଟ ଅମିନ ମାପ କଲେ। ପ୍ରାଇଭେଟ୍ ଅମିନ ବି ଥିଲେ, 5 ଜଣ ମୁଁ ଆଣିଥିଲି। ତାପରେ ମାପ କଲା ପରେ ଯେଉଁଠି ତାଙ୍କ ଘର ପାଖରୁ ଜାଗା ହେଲା ଦୁଆର ମୁହଁ ପିଣ୍ଡା ପାଖରୁ, ସିଏ ଆଉ ଖୁଣ୍ଟ ପକେଇ ଦେଲେ ନାହିଁ। କହିଲେ 7 ଦିନ ଟାଇମ୍ ନେଉଛୁ। 7 ଦିନ ଭିତରେ ଯାଇକିରି କେସ୍ କଲେ। କେସ୍ କରିକି ସେ ଜାଗାରେ ମୋର 260 ପ୍ଲଟ୍ରେ ଇଞ୍ଜେକ୍ସନ୍ ସୁଟ୍ କଲେ। ତାପରେ ମୋ ପାଖକୁ ନୋଟିସ୍ ଆସିଲା, ମୁଁ ଯାଇକିରି ପୁଣି କେସ୍ କଲି ବାଧ୍ୟ ହୋଇକିରି। ସେ ଯେତେବେଳେ ପ୍ରଥମ କଲେ ମୁଁ ଯାଇ କଲି, ମୁଁ ବି ଇଞ୍ଜେକ୍ସନ୍ ସୁଟ୍ କରିଛି। କଲେକ୍ଟର ଅର୍ଡ଼ର ବି ସେଠି ଅଛି, ଇଞ୍ଜେକ୍ସନ୍ ସୁଟ୍ ଅଛି। ଏବେ ସାର୍ ସବୁ ଯାହା କରୁଥିଲେ ସେଇଭଳିଆ ଜବରଦଖଲ କରୁଛନ୍ତି। ଗଛ କାଟିକିରି ତାକୁ ନିଆଁ ଲଗେଇ ଜାଳୁଛନ୍ତି, ତଳେ ସବୁ ଖରାପ ଜିନିଷ
ପାଇପ୍ ନେଇଛି ରଘୁନାଥ ସ୍ୱାଇଁ ମୋ ଜାଗା ଉପରେ ପାଇପ୍ ନେଇଛି, ଲାଟ୍ରିନ୍ ପାଇପ୍, ଗାଧୁଆର ପାଇପ୍ ସବୁ ନେଇଛି। କହିବା ପରେ ପୁଣି ଗାଳିଗୁଲଜ କରି ମୋତେ ଧମକେଇ ମାଡ଼ଗୋଳ କରି ମୋତେ ଏମିତି ଖରାପ ଭାଷାରେ ଗାଳିଗୁଲଜ କରୁଛି। ଆଜ୍ଞା ସେ ମୋ ଘରେ ପଶି ମୋ ଲୁଗା ଟାଣି ମୋତେ ଅସଭ୍ୟ ବ୍ୟବହାର କରି ଖରାପ ଭାଷା କହି ଜୀବନରେ ମାରିଦେବାକୁ ଧମକ ଦେଇଛି। ବାପ ମା ପୁଅକୁ ସବୁବେଳେ ପାଇଁ ରଘୁନାଥ ସ୍ୱାଇଁ, ମନୋରଞ୍ଜନ ସ୍ୱାଇଁ ଜୀବନରେ ମାରିଦେବେ ବୋଲି ଧମକ ଦେଇଛନ୍ତି। ଦ୍ୱିତୀୟ ଏଫଆଇଆର ଦେଲି, ପ୍ରଧାନ ସାର୍ ଆସିଲେ। ରଘୁନାଥ ସ୍ୱାଇଁ ତାଙ୍କ ଆଗରେ କହିଲେ, ପ୍ରଧାନ ସାର୍ ସିଧା କହିଲେ ମୁଁ 8 ଦିନ ଭିତରେ ତା କାମ ବଢ଼େଇ ଦେବି ତାଙ୍କର। ସାର୍ ବି କିଛି କହିଲେନି। ମୁଁ କିଛି ବୁଝିପାରୁନି ସାର୍ କାହିଁ ମୋତେ ନ୍ୟାୟ ଦେଉନାହାନ୍ତି। ଆଜ୍ଞା ମୁଁ ଥାନାରେ କରିଛି, କୁଦାନଗରୀ ଥାନାରେ, ତାପରେ ଏସପି ଅଫିସରେ କରିଛି, ତାପରେ ଡିଜି ସାର୍ଙ୍କୁ ବି ଦେଖା କରିଛି, ଏସପି ସାର୍ଙ୍କୁ ଦେଖା କରିଛି, ତାଙ୍କୁ ବି ସମସ୍ତଙ୍କୁ ଦେଇଛି, ନେଟ୍ରେ ଆପ୍ଲାଏ କରିଛି। ଆଜ୍ଞା ମୋତେ ମୋ ଜୀବନରେ ମାରିଦେବେ ଧମକ ଦେଉଛନ୍ତି। ମୋତେ ଆପଣମାନେ ମିଡ଼ିଆ ଭାଇଙ୍କୁ ମୁଁ ଅନୁରୋଧ, ମୋତେ ନ୍ୟାୟ ମିଳୁ।